ମହାଳୟା ଅମାବାସ୍ୟା ବଜ୍ର ମହାକାଳୀ ପୂଜା। କିଏ କହେ ବଜ୍ର ମହାକାଳୀ ପୂଜା ଆଉ କିଏ କହିଥାନ୍ତି ଫୁଲେରି ଓଷା। ତାକୁ ନେଇ କଥାଟିଏ। ସାଧବ ଘର ବୋହୂ ଚାଉଳ ମୁଠାରୁ ପାଟିରେ ପକାଇ ଅନ୍ନକୁ ଉଚ୍ଛିଷ୍ଟ କରିଥିବାରୁ ମା କାଳୀ ରୁଷ୍ଟ ହୋଇ ତାର 6ଟି ସନ୍ତାନକୁ ତା ପାଖରୁ ଛଡ଼େଇ ନେଇଥିଲେ। ସପ୍ତମ ସନ୍ତାନ ବେଳକୁ ଶାଶୁ ଆଉ ବୋହୂ ଘରେ ସ୍ଥାନ ନ ଦେବାରୁ ବନସ୍ଥ ମଧ୍ୟରେ ଯାଇ 7 ଘରୁ ମୁଠି ଚାଉଳ ମାଗି 7 ମୁଠା ଚାଉଳରେ ଗଇଁଠା, 7 ଜାତି ଶାଗରେ ଶାଗ, 7 ଜାତି ପରିବାରେ ଘଡ଼ଘଡ଼ିଆ ତରକାରୀ, ଖଟା, ପିଠା, 7ଟି ପାଣି କଖାରୁ ପତ୍ରରେ ଥୋଇ ଝୁଣା, ଧୂପ, ଦୀପ ଅର୍ଘ୍ୟ ଦେଇ ମାଙ୍କୁ ପୂଜା କରିଥିଲେ। ଶିଳପୁଆରେ ହଳଦୀର ପ୍ରତିମା ସ୍ଥାପି ବଜ୍ରମୂଳି, ସାରୁ, ଓଲ, ଧାନ, ବେଲଡାଳ ଆଦି 7 ଡାଳ ବାନ୍ଧି ତା ପାଖରେ ଥୋଇ 7 ଜାତି ମୁରୁଜରେ ଚିତା ପକାଇ ଘଟ ସ୍ଥାପନା କରି ପୂଜା କରିଥିଲେ ସାଧବ ବୋହୂ। ମା ତୁଷ୍ଟ ହୋଇ ଝିଅ ପରି ସାଧବ ବୋହୂକୁ ଶାଶୁ ପାଖରେ 7 ସନ୍ତାନଙ୍କୁ ଦେଇ ବାହୁଡାଇଥିଲେ ଶ୍ମଶାନକୁ। ସାଧବ ବୋହୂ ଆଶିଷ ଲଭିଥିଲା। ବଜ୍ର କାଳୀଙ୍କର ଏଇ ହେଉଛି କଥା କାହାଣୀ।